ଆପଣ ନୋମିନି ଅଛନ୍ତି ବୋଲି କ'ଣ ସବୁ ଟଙ୍କା ଆପଣଙ୍କର? ଉତ୍ତର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଧରନ୍ତୁ ବାପାଙ୍କର ଗୋଟେ ବ୍ୟାଙ୍କ ଆକାଉଣ୍ଟରେ 20 ଲକ୍ଷ ଟଙ୍କା ଅଛି ଏବଂ ଆପଣ ସେଇ ବାପା ଆପଣଙ୍କୁ କ'ଣ କରୁଛନ୍ତି ଆଜ୍ ଆ ନୋମିନି ହିସାବରେ ରଖିଛନ୍ତି ଏବଂ ଆପଣ ସିଓର ହେଇପାରିଥିବେ ଯେ ଯେହେତୁ ମୁଁ ନୋମିନି ଅଛି ବାପାଙ୍କ ଅନ୍ତେ ସେ ଯେଉଁ ପ୍ରପର୍ଟି ଯେଉଁ ବ୍ୟାଙ୍କର ଆମାଉଣ୍ଟସ୍ ଅଛି ସେଗୁଡ଼ା ସବୁ କ'ଣ ହେଇଯିବ ନା ମୋର ହେଇଯିବ ଯେହେତୁ ମୁଁ ନୋମିନି। କିନ୍ତୁ ଏହା ଆପଣ ସମ୍ପୂର୍ଣ୍ଣ ରୂପେ ଭାବିବା ଠିକ୍ ନୁହଁ ଫ୍ରେଣ୍ଡସ୍। ସବୁ କେସ୍ରେ ଆପଣ ନୋମିନି ଯଦିଓ ବାପା ଆପଣଙ୍କୁ ରଖିଛନ୍ତି କିନ୍ତୁ ସବୁ ଟଙ୍କା ପାଇବାର ହକଦାର ହେଇପାରିବେ କି ନାହିଁ ସେଗୁଡ଼ା ସବୁବେଳେ ଆଇନ ଠିକ୍ ରହି ନଥାଏ। ତାର କିଛି ଲିମିଟ୍ସ ଥାଏ। ସେ ଲିମିଟ୍ସ ଏକ୍ସିଡ୍ କରିଗଲେ ସେଠି ଲିଗାଲ ହେୟାର ମାନେ କ'ଣ ଯଦିଓ ସେମାନେ ନୋମିନି ନାହାନ୍ତି ସେମାନେ କ୍ଲେମ୍ କଲେ ସେ ଟଙ୍କାକୁ ସେମାନେ ଏନ୍ଜୟମେଣ୍ଟ ଆକାରରେ ପାଇପାରିବେ ବା ଏନ୍ଜୟମେଣ୍ଟ କରିପାରିବେ। ତେଣୁ ଅନେକ କ୍ଷେତ୍ରରେ ପ୍ରକୃତ ଅଧିକାର ହେଉଛନ୍ତି କିଏ ନା ଉତ୍ତରାଧିକାରୀ ଆଇନ ହିନ୍ଦୁ ସକ୍ସେସନ୍ ଆକ୍ଟ 1956 ଅନୁଯାୟୀ ନିର୍ଣ୍ଣୟ ହୋଇଥାଏ। ତ ନୋମିନି ଓ ଲିଗାଲ ହେୟାର ମଧ୍ୟରେ ତଫାତ୍ କ'ଣ ଆପଣ ପ୍ରଥମେ ଜାଣିବା ଦରକାର। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍ ସେୟାର କମେଣ୍ଟ ଆଉ ସବସ୍କ୍ରାଇବ୍ କରିବେ। ନୂଆ କରି ଆସିଥିଲେ ହଳଦୀ ବେଲ୍କୁ ହିଟ୍ କରିବେ ଏବଂ ଆର ଲଙ୍ଗ ପାର୍ଟକୁ ମଧ୍ୟ ଦୟାକରି ଭିଜିଟ୍ କରିବେ। ଜୟ ଜଗନ୍ନାଥ।